ବାଂଲାଦେଶରେ ହିନ୍ଦୁଙ୍କ ଅତ୍ୟାଚାର ପ୍ରତିବାଦରେ ବାରିପଦାରେ ହିନ୍ଦୁ ସୁରକ୍ଷା ମଞ୍ଚର ଶୋଭାଯାତ୍ରା। ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ କରି ସମ୍ପ୍ରତି ଚାଲିଥିବା ଲୁଟତରାଜ, ପୋଡ଼ାଜଳା, ହତ୍ୟା, ବଳାତ୍କାର, ମନ୍ଦିର ଉପରେ ଆକ୍ରମଣ ଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା, ବିନା କାରଣରେ ସ୍ୱାମୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ପ୍ରଭୃତି ଘଟଣାର ପ୍ରତିବାଦରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ଦିନ ଏଠାରେ ବଡ଼ ଧରଣର ଶୋଭାଯାତ୍ରା ଆୟୋଜିତ କରାଯାଇଛି। ରାଲି ପରେ ମଞ୍ଚ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ପ୍ରଦାନ କରାଯାଇଛି। ଏହି ସଭା, ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନରେନ୍ଦ୍ର ସିଂ, କବି ବିଷ୍ଣୁ ଶତପଥୀ, ନିର୍ମଳ ପ୍ରକାଶ ଜେନା, ଦୟାନିଧି ଦାସ, କାନ୍ଦରାଜ सोरेन, विश्वजीत राणा, मोहन गिरी, सभापति ओता, विश्वरंजन घोष, लक्ष्मीधर हावड़ा, विजय कुमार दास, सौम्यरंजन मिश्र, सोमनाथ दास, सुधांशु शेखर जेना, श्रद्धांजलि पंडा, कल्प रायबाबू, फकीर सिंह, शंकरसन पंडा, सुजाता मुर्मू, दीपक पाणिग्राही प्रमुख सक्रिय अंशग्रहण करते। एसह शताधिक हिंदू मंचर कार्यकर्ता जोगदे। रायरंगपुर अक्षय विश्वास रिपोर्ट, BE न्यूज ओडिशा।